ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୟାଗଡ଼ର 31ତମ ବାର୍ଷିକ ଉତ୍ସବ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୟାଗଡ଼ଠାରେ 31ତମ ବାର୍ଷିକ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ସହପ୍ରାନ୍ତ ସେବା ପ୍ରମୁଖ ବେଲେଶ୍ୱର ସାହୁ, ସଭାଧ୍ୟକ୍ଷ ସ୍ଥାନୀୟ ବିଦ୍ୟାଳୟର ମୁଖ୍ୟ ପ୍ରଶାସକ ହରିକୃଷ୍ଣ ମୁଦୁଲି, ପ୍ରଶାସକ ଡକ୍ଟର କୃପାସିନ୍ଧୁ କରଣ ଓ ପ୍ରଧାନାଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଦୀପ ପ୍ରଜ୍ୱଳନ ପୂର୍ବକ ମଞ୍ଚାସୀନ ଥିଲେ। ପ୍ରଶାସକ ଡକ୍ଟର କୃପାସିନ୍ଧୁ ଚରଣ ଅତିଥି ପରିଚୟ କରାଇଥିଲେ। ପ୍ରଧାନାଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ବେଲେଶ୍ୱର ସାହୁ ଆଜିର ସମାଜରେ ପଞ୍ଚ ପରିବର୍ତ୍ତନର ଆହ୍ୱାନ ଦେଇଥିଲେ। ସେଗୁଡ଼ିକ ଯଥାକ୍ରମେ ସ୍ୱବୋଧ, କୁଟୁମ୍ବ ପ୍ରବୋଧକ, ସାମାଜିକ ସମରସତା, ପର୍ଯ୍ୟାବରଣ ଓ ନାଗରିକର କର୍ତ୍ତବ୍ୟ ଇତ୍ୟାଦି ବହୁ ଉଦାହରଣ ମାଧ୍ୟମରେ ଦର୍ଶକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ବିଦ୍ୟାଳୟର ପ୍ରଥମ ସଭାପତି ଭଗବାନ ସାହୁ ଓ ମୁଖ୍ୟ ପ୍ରଶାସକ ହରିକୃଷ୍ଣ ମୁଦୁଲି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଭିଭାବକ ଭାଇ ଭଉଣୀଙ୍କ ସହଯୋଗ କାମନା କରିଥିଲେ। ବିଦ୍ୟାଳୟର ବିଦ୍ୟାମନ୍ଦିର ପ୍ରମୁଖ ସୁରେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା, ପ୍ରଧାନାଚାର୍ଯ୍ୟ ଓ ପ୍ରଶାସନିକ ପରିଷଦର ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଅଭିଭାବକ ଭାଇ ଭଉଣୀଙ୍କ ସହଯୋଗରେ ଉକ୍ତ ଉତ୍ସବଟି ସାଫଲ୍ୟମଣ୍ଡିତ ହୋଇଯାଇଅଛି। ନୟାଗଡ଼ରୁ ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା। ପ୍ରଧାନାଚାର୍ଯ୍ୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୟାଗଡ଼। ଆଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୟାଗଡ଼ 31ତମ ବାର୍ଷିକ ଉତ୍ସବ ପାଳନ କରିଛୁ। ଏହି ଶୁଭ ଅବସରରେ ଅଗଣିତ ଦର୍ଶକ, ଆମର ଅଭିଭାବକ, ଛାତ୍ରଛାତ୍ରୀ, ପୂର୍ବଛାତ୍ର, ପୂର୍ବ ପରିଚାଳନା ସମିତି ଏବଂ ଆମର ସାମ୍ବାଦିକ ବନ୍ଧୁଗଣ ସମସ୍ତେ ଉପସ୍ଥିତ ରହିଛନ୍ତି। ସମସ୍ତଙ୍କୁ ଶୁଭେଚ୍ଛା ଶୁଭକାମନା ଜଣାଉଛି। ଆଜିର ଯେଉଁ ମୁଖ୍ୟ ଅତିଥି ମାନନୀୟ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା, ଯିଏକି ନୟାଗଡ଼ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଏବଂ ମାନନୀୟ ଶ୍ରୀଯୁକ୍ତ ବେଲେଶ୍ୱର ସାହୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହପ୍ରମୁଖ ସେବା ପ୍ରମୁଖ ଭାବରେ ଉପସ୍ଥିତ ଥିଲେ। ସେମାନେ ତାଙ୍କର ଆଶୀର୍ବାଦ ଆମର ଛାତ୍ରଛାତ୍ରୀ ପାଳନ କରିଛନ୍ତି। ଏ କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ହୋଇଛି ଆଉ ଧୀରେ ଧୀରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯେଉଁ ସୁନ୍ଦର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ତାହା ସମସ୍ତଙ୍କର ମନ ମୁଗ୍ଧ କରିଛି। ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଯେଉଁମାନେ ଶୈକ୍ଷିକ ସ୍ତରରେ ଉତ୍କର୍ଷତା ଲାଭ କରିଥିଲେ, ଯେମିତି ଆମର ଗତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଯେଉଁମାନେ ଟପ୍ପର ହେଇଥିଲେ ଆଉ A1 ପାଇଥିଲେ ଯେ 6 ଜଣ ଶିଶୁ ଭାଇ ଭଉଣୀ, ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା ବିକାଶ ଓଡ଼ିଶାଙ୍କ ତରଫରୁ ଆୟୋଜିତ ପ୍ରାଦେଶିକ ମେଧା ପରୀକ୍ଷା ଏବଂ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା ଏବଂ NITS ପରୀକ୍ଷା, ଗଭର୍ଣ୍ଣମେଣ୍ଟ ସ୍ତରୀୟ ଯେଉଁ ସ୍କଲାରସିପ୍ ପରୀକ୍ଷା ହେଉଛି, ସେହି ପରୀକ୍ଷା ଗୁଡ଼ିକରେ ଯେଉଁମାନେ ଉତ୍କର୍ଷତା ଲାଭ କରିଥିଲେ ସେ ଶିଶୁ ଭାଇ ଭଉଣୀଙ୍କୁ ଆଜି ପୁରସ୍କାର ପ୍ରଦାନ କରାଯାଇଛି ଏବଂ ସେମାନେ ମଧ୍ୟ ଆନନ୍ଦିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଆମର ଅନେକ ଗୁଡ଼ିଏ ଛାତ୍ରଛାତ୍ରୀ ତାଙ୍କର ପରାକାଷ୍ଠାକୁ ପ୍ରଦର୍ଶନ କରୁଛନ୍ତି। ଯେମିତି ଯୋଗ ହେଉଛି ଆଧାରଭୁକ୍ତ ଗୋଟେ ପ୍ରମୁଖ ବିଷୟ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ 5ଟି ଆଧାରଭୁକ୍ତ ବିଷୟ ଶିକ୍ଷଣ ଦିଆଯାଉଥାଏ, ଯେଉଁଟାକି ଶାରୀରିକ, ଯୋଗ, ସଙ୍ଗୀତ, ସଂସ୍କୃତ, ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା। ସେଥିରେ ଯୋଗ ଏକ ବିଶେଷ ଶିକ୍ଷଣ ବ୍ୟବସ୍ଥା। ସେଥିରେ ମଧ୍ୟ ଯୋଗର ପ୍ରଦର୍ଶନ କରାଯାଇଛି, ସଙ୍ଗୀତ ପ୍ରଦର୍ଶନ କରାଯାଉଛି, ଦେଶଭକ୍ତିର ଗୀତ, ନୃତ୍ୟ ଏ ପ୍ରକାର ସବୁ ଆୟୋଜନ କରାଯାଇଛି। ତେଣୁ ଏଥିରେ ଛାତ୍ରଛାତ୍ରୀମାନେ ଏବଂ ତାଙ୍କର ଅଭିଭାବକ ଯୋଗଦାନ କରି ଏ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଛନ୍ତି। ସମସ୍ତଙ୍କୁ ମୁଁ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି।